କ୍ୟାଲୋରି ମିଟ୍ସ କମ ହେଇଯାଏ ସେତେବେଳେ ଆମକୁ ଭୋକ ଲାଗେ। ବୁଝିପାରୁଛନ୍ତି ତ? ଏମିତି ନାହିଁ ଯେ ମାନେ ଆପଣଙ୍କୁ 6 ଘଣ୍ଟା ପରେ ଭୋକ ଲାଗିବ, 3 ଘଣ୍ଟା ପରେ ଭୋକ ଲାଗିବ, 4 ଘଣ୍ଟା ପରେ, ସେମିତି ନାହିଁ। ମେଟାବଲିଜିମ ହେଲା ପରେ କଣ ହବ? ମେଟାବଲିଜିମ ହେଲା ପରେ ଯୋଉ ସେଲ କୁ ଯୋଉ ଖାଦ୍ୟଟା ଯାଉଛି ସେଇ ଖାଦ୍ୟଟା କମି 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 ସିଏ ଛୋଟ ଛୋଟ ଆକାରରେ ହେଇଯିବ। ଛୋଟ ଛୋଟ ଆକାରରେ ଇଏ ହେଲା ପରେ ତାକୁ ସେ ସେଥିରୁ ଟକ୍ସିନ କିଛି ରିଲିଜ ହେଇକି କିଛି ଆମର ଆଇଦର ୟୁରିନ ଆକାରରେ କିମ୍ବା ଷ୍ଟୁଲ ଆକାରରେ ଯିବ। ତା ବାଦ ଆଉ କଣ ରହିଗଲା? ଛୋଟିଆ ଏତିକି ଜିନିଷ ରହିଗଲା ଯୋଉଟା କି ଆମର ଏନର୍ଜି ଆକାରରେ କନଭର୍ଟ ହେଇକି ସେ ତାର କାମ କରିଦେଲା। ସେଲରେ ଏଟିପି ମାଇଟୋକଣ୍ଡ୍ରିଆ ଗଲା, ଏଟିପି ଇଏ ହେଲା, ଏନର୍ଜି କନଭର୍ଟ କଲା, ସେ ତାର କାମ କରିଦେଲା। ତାପରେ ପୁଣି ସେ ବଞ୍ଚିବ କେମିତି? ତାପରେ ସିଏ ସେଥିପାଇଁ ବଡିକୁ ସେନ୍ସ କରୁଛି ମତେ ପୁଣି ଖାଦ୍ୟ ଦିଅ। ବୁଝିପାରୁଛନ୍ତି? ସେତେବେଳେ ଯାଇକି ଆମକୁ ଭୋକ ଲାଗୁଛି। ନହେଲେ ଯଦି ଏମିତି ହୁଅନ୍ତା ତାହେଲେ ଆମକୁ କେବେ ଭୋକ ଲାଗନ୍ତାନି। ଆମେ ସେମିତି ସେମିତି ଖାଇ ଚାଲନ୍ତେ, ସେମିତି ସେମିତି ସମସ୍ତେ ମୋଟା ହେଇ ଚାଲନ୍ତେ। ତ ସେଥିପାଇଁ ଫାଷ୍ଟିଂ ମେ ବି ଦ ବେଷ୍ଟ ୱେ ଟୁ କମ୍ବାଟ କ୍ୟାନ୍ସର। ତ କ୍ୟାନ୍ସର ପେସେଣ୍ଟ ମାନଙ୍କ ପାଇଁ ଏଇଟା ଗୋଟେ ମାନେ ସର୍ଭେ କରାହେଇଛି। ସବୁ କ୍ୟାନ୍ସର ପେସେଣ୍ଟ ନୁହଁ, ମେନଲି ଯୋଉମାନଙ୍କର ଷ୍ଟୋମାକ କ୍ୟାନ୍ସର, ମେନଲି ଯୋଉମାନଙ୍କର କୋଲୋନ କ୍ୟାନ୍ସର, ଯୋଉ ଗଟ୍ ରିଲେଟେଡ କ୍ୟାନ୍ସର ଯୋଉମାନଙ୍କୁ, ତାଙ୍କୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ସେଥିପାଇଁ ମାନେ ଆଡଭାଇସ କରାହେଇଥାଏ। ସେଥିପାଇଁ ସେମାନଙ୍କୁ ସେଇଟା ତାଙ୍କ ପାଇଁ ବେନିଫିସିଆଲ ହୁଏ, ତାଙ୍କର ଗଟ୍ କ୍ଲିନିଜ ପାଇଁ, ଗଟ୍ ମେଟାବଲିଜିମକୁ ଇମ୍ପ୍ରୁଭ କରିବା ପାଇଁ। ଅଟୋଫାଜି, ଏଇଟା ଗୋଟେ ଅଟୋଫାଜିରେ ଗୋଟେ ଜାପାନିଜ ସାଇଣ୍ଟିଷ୍ଟ ଗୋଟେ ଯୋଉମାନଙ୍କର ରିସର୍ଚ୍ଚ କରିକି ନୋବେଲ ପୁରସ୍କାର ପାଇଛନ୍ତି ଏଇଟା, ଯୋଉଟା କି ଡକ୍ଟର ୟୋସିନୋରି ଓସୁମି। ସେ କଣ କରିଛନ୍ତି ଏଇ ଦେଖନ୍ତୁ, ଯେମିତି କହିଲି